उपाख्यान यूट्यूब चैनल को आपण को स्वागत। आज आम शुणा एक शिक्षादायक कहानी वृक्ष बड़ ना मनीष बड़। रास्ता कड़े प्रकांड झंकाड़िया वृक्षटीए ठिया होता है। पाखरे नईटीए कुड़ुकुड़ु नाद कर बही जाउछि। ସେହି ବୃକ୍ଷରେ ନାନା ପ୍ରକାର ପକ୍ଷୀ ବସା ବାନ୍ଧି ରହିଥାନ୍ତି। ଦିନକର କଥା କ'ଣ ହେଇଛି ନା ଖରାବେଳେ ପଥିକଟିଏ ଯାଉଥାଏ, ତାକୁ ହାଲିଆ ଲାଗିବାରୁ ସେ ନଈରୁ ଥଣ୍ଡା ମିଠା ପାଣି ମୁନ୍ଦିଏ ପିଇ ସେଇ ଗଛ ମୂଳେ ବସିଲା। ଚାହୁଁ ଚାହୁଁ ନଈକୂଳିଆ ଥଣ୍ଡା ପବନରେ ତାକୁ ନିଦ ଲାଗିଗଲା। ପୁଣି କିଛି ସମୟ ପରେ ନିଦ ଭାଙ୍ଗିଲା। ସେତେବେଳକୁ ପଥିକ ଭାରି ଖୁସି ହୋଇଗଲା। ମନରେ ଭାବିଲା ଏଇ ସ୍ଥାନଟି ବସବାସ କରିବା ପାଇଁ ଭଲ ସ୍ଥାନଟିଏ। ତେଣୁ ତାର ପରଦିନ ସେଇ ପଥିକ ଦଳେ ଲୋକଙ୍କୁ ନେଇ ସେଇ ଗଛ ମୂଳେ ପହଞ୍ଚିଲା। ନଈ କୂଳରେ ଘର କରିବ ବୋଲି ଗଛରୁ ଡାଳ ହାଣିଲା, ଗଛ ମୂଳ ସଫା କଲା। ସେଇ ଲୋକ ସହିତ ଅନ୍ୟ ଲୋକମାନେ ବି ସେଠାରେ ଘର ତୋଳି ରହିଲେ। ଘର ତୋଳା ଶେଷ ହେଲା ବେଳକୁ ଗଛଟି ପୁରା ଲଣ୍ଡା ହୋଇଗଲା। କେତେକ ପକ୍ଷୀ ମଧ୍ୟ ସେଠାରୁ ବସା ବାନ୍ଧି ଦୂରକୁ ଉଡ଼ି ଚାଲିଗଲେ। ସତେ ଯେପରି ଗଛଟି ଶ୍ରୀହୀନ ହୋଇଗଲା। ଶେଷରେ ଏଭଳି ଏକ ସମୟ ଆସିଲା, ସେଠାରେ ବସବାସ କରୁଥିବା ଲୋକମାନେ ସ୍ଥିର କଲେ ଗଛଟିକୁ ମୂଳରୁ କାଟି ହଟେଇ ଦେବା ପାଇଁ। ସେ ଲୋକଙ୍କ ଭିତରେ ନେତୃତ୍ୱ ନେଇଥିଲା ସେ ଲୋକଟି ଯିଏ ଅନ୍ୟମାନଙ୍କୁ ସେଠାକୁ ଡାକି ଆଣିଥିଲା। ସେଦିନ ରାତିରେ ଲୋକଟି ସ୍ୱପ୍ନ ଦେଖିଲା ଯେ ଗଛର ପତ୍ର ଗୁଡ଼ିକ ପରସ୍ପର କଥାବାର୍ତ୍ତା ହେଉଥାନ୍ତି, ସେମାନଙ୍କର ଭିତିରି କଥା। ସେଇ କଥା ହେଲା, ସୃଷ୍ଟି ଆରମ୍ଭରେ ଈଶ୍ୱର ଯେତେବେଳେ ଦାୟିତ୍ୱ ବାଣ୍ଟିଲେ ବୃକ୍ଷ ଭାଗରେ ପଡ଼ିଲା ସମସ୍ତଙ୍କୁ ଆଶ୍ରୟ ପ୍ରଦାନ କରିବା। ତେଣୁ ତା ଡାଳରେ ଯାବତୀୟ ପକ୍ଷୀ ବସା ବାନ୍ଧିଲେ, ତା କୋରଡ଼ରେ ବି କେତେକ ଜନ୍ତୁ ଆଶ୍ରୟ ନେଲେ, ଆଉ ତା ମୂଳରେ ବଡ଼ ବଡ଼ ଜନ୍ତୁ ଆଶ୍ରୟ ନେଲେ। ପୁଣି ଈଶ୍ୱର ଦେଖିଲେ ବୃକ୍ଷ ତାର ସେବା କଲାବେଳେ କାଳେ କାହାର ତୁଣ୍ଡରୁ କିଛି ଖରାପ କଥା ବାହାରି ପଡ଼ିବ, ତେଣୁ ତାକୁ ମୁକ କରିଦେଲେ। ସେଇଦିନ ଠାରୁ ବୃକ୍ଷ ଈଶ୍ୱରଙ୍କର କଥା ମାନି ନୀରବରେ ସବୁ କଷ୍ଟ ସହି ପ୍ରାଣୀ ସମାଜର ସେବା କରି ଆସୁଛନ୍ତି, ବିନା କଷ୍ଟରେ, ବିନା ବାଧାରେ। ମାତ୍ର ମଣିଷମାନେ ସେମାନଙ୍କ ସଂସ୍ପର୍ଶରେ ଆସିଲା ଦିନୁ ସବୁ ବିଗିଡ଼ିଗଲା। ସେମାନେ ଅତି ବିବେକହୀନ ଭାବରେ ବୃକ୍ଷର ତ୍ୟାଗ ଭୁଲି ପ୍ରତିଦାନ ସ୍ୱରୂପ ଗଛକୁ ହାଣି ଜଙ୍ଗଲ ନଷ୍ଟ କରିଦେଉଛନ୍ତି। ଏହାଦ୍ୱାରା ମାନବ ସମାଜର ଅଶେଷ କ୍ଷତି ହେଲେ ମଧ୍ୟ ସେଥିରୁ ସେ ନିବୃତ୍ତ ରହୁନାହିଁ। ଏସବୁ କଥା ମଣିଷ ଶୁଣିଲା ପରେ ତା ମନରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ କି ବୁଦ୍ଧି ଉଦୟ ହେଲା ନାହିଁ। ସେ ତାର ବିବେକକୁ ଲୋଭ ପାଖରେ ବନ୍ଧା ପକାଇ ଦେଇଥିଲା। भिडियोटी भल लगी लाइक, शेयर और सब्सक्राइब करने को जम्मारू बुलंतुनी, जहाँ फल रे एहिपरि स्टोरी प्रथमे देखिबाकू पाइबे। धन्यवाद।